ଆଇନଗତ ପ୍ରତ୍ୟାଖ୍ୟାନ କୌଣସି ଜାତି, ଧର୍ମ ଏବଂ ସମୁଦାୟକୁ ଆକ୍ଷେପ କରିବା, କାହାର ଧାର୍ମିକ ଭାବନା ବିଶ୍ୱାସକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଆମର ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ସମାଜର ଅନ୍ଧବିଶ୍ୱାସ, ଖରାପ ପରମ୍ପରା, କପଟତା, କୁପ୍ରଥା, ଭେଦଭାବ, ଅସମାନତା ବିଷୟରେ ମନୁଷ୍ୟର ଚିନ୍ତାଧାରା ଅନୁଯାୟୀ ଲୋକଙ୍କୁ ସଚେତନ କରାଇବା। ଅଜ୍ଞାନତା ହେଉଛି ଅନ୍ଧବିଶ୍ୱାସର ମୂଳ କାରଣ। ତର୍କ ଏବଂ ପ୍ରମାଣ ହେଉଛି ଏମିତି ଏକ ଅସ୍ତ୍ର ଯେଉଁଥିରେ ଅନ୍ଧବିଶ୍ୱାସକୁ ସମୂଳେ ବିନାଶ କରିହେବ। ଟ୍ରୁଥ୍ ଅଫ୍ ଓଡ଼ିଆ ଚ୍ୟାନେଲ ଭାରତୀୟ ସମ୍ବିଧାନର ପ୍ରବନ୍ଧ 51A ଅନୁଯାୟୀ ବୈଜ୍ଞାନିକ ଚେତନା ଓ ମାନବବାଦୀ ସ୍ୱଭାବ ଏବଂ ମୌଳିକ କର୍ତ୍ତବ୍ୟକୁ ପ୍ରୋତ୍ସାହିତ କରେ। ଭାରତୀୟ ସମ୍ବିଧାନ ପ୍ରବନ୍ଧ 19(1) ଅନୁଯାୟୀ ସମସ୍ତଙ୍କୁ ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ଦିଆଯାଇଛି। ହେତୁବାଦୀ ବାଲ୍ମୀକି ନାୟକଙ୍କ ଲିଖିତ ପ୍ରସଙ୍ଗ ଭକ୍ତି, ଭୟ, ଲୋଭ ଏବଂ ଆଧ୍ୟାତ୍ମବାଦ। ସାରା ପୃଥିବୀରେ ପ୍ରାୟ 4200 ଛୋଟ ବଡ଼ ଆଧ୍ୟାତ୍ମିକ ଧର୍ମ ରହିଛି। ତାଠାରୁ ଅଧିକ ସଂଖ୍ୟାରେ ଦେବୀ ଦେବତା ବି ଅଛନ୍ତି। ପ୍ରତ୍ୟେକ ଧର୍ମର ଏକ ବା ଅନେକ ଧର୍ମଗ୍ରନ୍ଥ, ଧର୍ମଗୁରୁ ଓ ପ୍ରବର୍ତ୍ତକ ଅଛନ୍ତି। ପ୍ରତ୍ୟେକ ଧର୍ମରେ ଧର୍ମଗୁରୁ ଓ ପ୍ରବର୍ତ୍ତକମାନଙ୍କ ଆଧ୍ୟାତ୍ମିକ ଜ୍ଞାନ ଓ ପ୍ରଚାର କ୍ଷମତା ଅନୁସାରେ ଭକ୍ତଙ୍କ ସଂଖ୍ୟା କମ୍ ବା ବେଶୀ ଅଛନ୍ତି। ପୃଥିବୀରେ ଧର୍ମ ସମ୍ପ୍ରଦାୟର 3 ଗୋଟି ଧର୍ମର ଭକ୍ତଙ୍କ ସଂଖ୍ୟା ଅଧିକ। ପ୍ରଥମ ହେଲା ଖ୍ରୀଷ୍ଟିଆନ, ଦ୍ୱିତୀୟ ମୁସଲମାନ ଏବଂ ତୃତୀୟ ହିନ୍ଦୁ। କିଛି ବର୍ଷ ତଳେ ବିଦେଶର ଗୋଟିଏ ସର୍ଭେ ରିପୋର୍ଟ ଅନୁସାରେ ନିରୀଶ୍ୱରବାଦୀଙ୍କ ନାନା ବିଲିଭର ଜନସଂଖ୍ୟା ତୃତୀୟ ସ୍ଥାନରେ ପହଞ୍ଚିଲାଣି ବୋଲି ଜଣାପଡ଼ିଛି। ଆମେ ଆସନ୍ତୁ ବିଚାର କରିବା ମନୁଷ୍ୟ ଉପରେ ଆଧ୍ୟାତ୍ମବାଦର ପ୍ରଭାବ କେତେ ଲାଭଦାୟକ ନା କ୍ଷତିକାରକ। ସମସ୍ତ ପ୍ରାଣୀ ଜଗତରେ ଯଦିଓ ମନୁଷ୍ୟ ହେଉଛି ଗୋଟିଏ ବୁଦ୍ଧିମାନ ଓ ଶ୍ରେଷ୍ଠ ପ୍ରାଣୀ, ତଥାପି ତାର ଜନ୍ମରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ବହୁତ ଜଟିଳତା ରହିଛି। ତାର ଜୀବନର କୌଣସି ଗ୍ୟାରେଣ୍ଟି ନାହିଁ। ଯେକୌଣସି ବୟସରେ ସେ ମୃତ୍ୟୁ ବରଣ କରିପାରେ। ଦୀର୍ଘ ଜୀବନ ବଞ୍ଚି ରହିଲେ ମଧ୍ୟ ମଣିଷ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହିସବୁ କାରଣରୁ ଆଦିମ ଯୁଗର ମଣିଷ ପ୍ରାକୃତିକ ବିପର୍ଯ୍ୟୟ ବେଳେ ନିଜର ସୁରକ୍ଷା ପାଇଁ ଆତଙ୍କିତ ରହୁଥିଲା। ପ୍ରଥମ କଥା ଥିଲା ପ୍ରାକୃତିକ ବିପର୍ଯ୍ୟୟର ଅସଲ କାରଣ କ'ଣ ବୁଝିପାରୁନଥିଲା। ଦ୍ୱିତୀୟରେ ଗ୍ରୀଷ୍ମ, ଶୀତ ଓ ବର୍ଷା ଦାଉରୁ କିଭଳି ନିଜକୁ ରକ୍ଷା କରିବ ଜାଣିବି ନଥିଲା। ସେହି ସମୟର କିଛି ଅଧିକ ବୁଦ୍ଧିମାନ ଲୋକ ପ୍ରାକୃତିକ ବିପର୍ଯ୍ୟୟ ପାଇଁ କୌଣସି ଅଦୃଶ୍ୟ ଓ ଅଜଣା ମହାନ ଶକ୍ତିକୁ କାରଣ ବୋଲି କଳ୍ପନା କଲେ। ସେହି ମହାନ ଶକ୍ତି ଗ୍ରୀଷ୍ମ, ଶୀତ ଓ ବର୍ଷାକୁ ସୃଷ୍ଟି କରିଛି ବୋଲି ବିଶ୍ୱାସ ବି କଲେ। ସେ ଚାହିଁଲେ ହୁଏତ ଗ୍ରୀଷ୍ମ, ଶୀତ ଓ ବର୍ଷାକୁ ନିୟନ୍ତ୍ରଣ କରିପାରିବ ବୋଲି ଏକ ଅବଧାରଣା ସୃଷ୍ଟି ହେଲା। ପରବର୍ତ୍ତୀ କାଳରେ ଏହି ଅବଧାରଣା ଈଶ୍ୱର ନାମକ ଏକ ସର୍ବଶକ୍ତିମାନ, ସର୍ବବିଦ୍ୟମାନ, ସର୍ବଜ୍ଞ ଶକ୍ତି ରୂପେ ମାନବ ମନରେ ସ୍ଥାପନ ହୋଇଛି। ସର୍ବଶକ୍ତିମାନ ଈଶ୍ୱର ଚାହିଁଲେ ମଣିଷର ସମସ୍ତ ଦୁଃଖ ଓ ସମସ୍ୟାର ସମାଧାନ ହୋଇପାରିବ। ତେଣୁ ତାଙ୍କ ଆଗରେ ନିଜକୁ ସମର୍ପଣ କରିଦେବା ହିଁ ଏକମାତ୍ର ଉପାୟ ବୋଲି ବିଶ୍ୱାସ ଦୃଢ଼ ହୋଇଗଲା। ଈଶ୍ୱରଙ୍କୁ ଖୁସି କରିବା ପାଇଁ ଭକ୍ତିଭାବ ଓ ଆତ୍ମସମର୍ପଣ ସହିତ ବିଭିନ୍ନ କର୍ମକାଣ୍ଡ ଅବଲମ୍ବନ କରାଗଲା, ଯଥା ପ୍ରାର୍ଥନା, ପୂଜା, ହୋମ, ଯଜ୍ଞ, ଉପାସନା, ତପସ୍ୟା, ସାଧନା ଇତ୍ୟାଦି ଅନେକ କିଛି ଧାର୍ମିକ କର୍ମକାଣ୍ଡ କରାଗଲା। ସେଥିପାଇଁ କୁହାଯାଏ ଭୟରୁ ଭକ୍ତି ଜାଗ୍ରତ ହୁଏ। ଭକ୍ତିର ପରିଭାଷା କ'ଣ? କିଛି ଲୋକ ନିଜର ତଥା ପରିବାରର ଦୈନନ୍ଦିନ ଜୀବନରେ ଆବଶ୍ୟକ ପଡ଼ୁଥିବା ଖାଦ୍ୟ ସଂଗ୍ରହ କରିବା, ରହିବା ପାଇଁ ବାସସ୍ଥାନ ଯୋଗାଡ଼ କରିବା, ଅନ୍ୟାନ୍ୟ ସାଧନ ଯୋଗାଡ଼ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି ଅନୁଭବ କଲେ। ସେମାନେ ଭାବିଲେ ସାଂସାରିକ ଜଞ୍ଜାଳରୁ ମୁକ୍ତ ହୋଇଗଲେ ଶାନ୍ତି ମିଳିବ। ମନ ଦେଇ ଈଶ୍ୱରଙ୍କ ଆରାଧନା ଓ ସାଧନା କଲେ ଏହି ଜୀବନ ଜଞ୍ଜାଳରୁ ମୁକ୍ତି ମିଳିବ। ସେମାନେ ସେଥିପାଇଁ
ବ୍ରହ୍ମ ସତ୍ୟ ଓ ଜଗତ ମିଥ୍ୟା ବୋଲି ଭାବିଲେ। ଯେଉଁ ପରିବାରରେ ସେମାନେ ଜନ୍ମଗ୍ରହଣ କରିଥିଲେ ତାଙ୍କର ବାପା ମା ଭାଇ ଭଉଣୀ ତାଙ୍କୁ ଖୁଆଇ ପିଆଇ ସେବା କରି ପିଲାରୁ ବଡ଼ କଲେ। ଶେଷରେ ପରିବାର ଜନଙ୍କୁ ଧୋକା ଦେଇ ସେ ଘର ଛାଡ଼ି ପଳାୟନ କଲେ। ନିଜକୁ ସ୍ୱୟଂଭୂ ଭଗବାନ, ସାଧୁ, ସନ୍ନ୍ୟାସୀ, ବାବା ଆଦି ନାମରେ କୌଣସି ମଠ ବା ଆଶ୍ରମରେ ଯାଇ ମାଗଣାରେ ଖାଇବା ଓ ରହିବାର ଯୋଗାଡ଼ କରିଦେଲେ। ମଜା କଥା ହେଉଛି ଯେ ଯେଉଁ ମାଗଣାରେ ଖାଇବା ଓ ରହିବାର ଯୋଗାଡ଼ କରିଲେ ସେମାନେ ମିଥ୍ୟା ଜଗତକୁ ତ୍ୟାଗ କରି ସତ୍ୟ ବ୍ରହ୍ମକୁ ଯିବା ପାଇଁ ମୃତ୍ୟୁବରଣ କରିବାକୁ ସାହସ କରିପାରିଲେ ନାହିଁ। ତେବେ ସମସ୍ୟା ହେଲା ଯେ ନିଜେ କାମ ନ କଲେ ବଞ୍ଚି ରହିବା ପାଇଁ ଖାଇବା ରହିବା ପାଇବେ କିପରି? ଏହାର ସହଜ ସମାଧାନ ପାଇଁ ସେମାନେ ନିଜର ଚତୁର ବୁଦ୍ଧି ପ୍ରୟୋଗ କଲେ। ସାଧାରଣ ଲୋକମାନଙ୍କୁ ଈଶ୍ୱରଙ୍କର ମହାନତା ସମ୍ପର୍କରେ ବିଭ୍ରାନ୍ତ କରିବା ପାଇଁ ପ୍ରବଚନ ଦେଲେ। ବ୍ରହ୍ମ ସତ୍ୟ ଓ ଜଗତ ମିଥ୍ୟା। ତୁମେ ପୁଣ୍ୟ ଅର୍ଜନ କରିବା ପାଇଁ ଅର୍ଜନ କରିଥିବା ଧନ ଆମକୁ ଦାନ କରିଦିଅ। ଆମେ ତୁମକୁ ସାଂସାରିକ ଜଞ୍ଜାଳରୁ ମୁକ୍ତ କରି ବ୍ରହ୍ମରେ ଲୀନ ହେବାର ବ୍ୟବସ୍ଥା କରିଦେବୁ। ସାଂସାରିକ ଜଞ୍ଜାଳରେ ଘାଣ୍ଟି ହେଉଥିବା ବିଚାରା ମଣିଷ ଆଜି ପର୍ଯ୍ୟନ୍ତ ସେହି ତଥାକଥିତ ଧୂର୍ତ୍ତ ଲୋକଙ୍କ ମାୟାଜାଲରେ ପଡ଼ି ସର୍ବସହରା ହୋଇ ଛଟପଟ ହେଉଛନ୍ତି ସିନା କେହି ବ୍ରହ୍ମରେ ଲୀନ ହୋଇପାରୁନାହାନ୍ତି। ଏହା ହେଉଛି ସେମାନଙ୍କର ଭକ୍ତିର ପରାକାଷ୍ଠା। ଭୟର ପରିଭାଷା କ'ଣ? ଭୟ ସମଗ୍ର ପ୍ରାଣୀ ଜଗତର ଗୋଟିଏ ସହଜାତ ମାନସିକ ପ୍ରବୃତ୍ତି। ମଣିଷ ବ୍ୟତୀତ ଅନ୍ୟ ସବୁ ପ୍ରାଣୀଙ୍କର ଭୟ ହେଉଛି କେବଳ ଜୀବନ ସୁରକ୍ଷା। ମଣିଷର କିନ୍ତୁ ଅନେକ ପ୍ରକାରର ଭୟ ରହୁଛି, ଯଥା ମୃତ୍ୟୁ ଭୟ, ସମ୍ମାନ ହାନି ଭୟ, ଅର୍ଥ ହାନି ଭୟ ଇତ୍ୟାଦି। ବାସ୍ତବ ଜଗତର ଏହି ସବୁ ଭୟଗୁଡ଼ିକ ମଣିଷର ରହିବା ନିହାତି ଜରୁରୀ ମଧ୍ୟ। କାରଣ ଭୟଶୂନ୍ୟ ମଣିଷ ନିରଙ୍କୁଶ ହୋଇ ଯାହା ଇଚ୍ଛା ତାହା କରିବ ଏବଂ ସମାଜର ଅଶେଷ କ୍ଷତି କରିଦେବ। ଏହାର ବିପରୀତ ଆଧ୍ୟାତ୍ମବାଦୀ ଭୟ ଯୋଗୁଁ ମଣିଷ ନିଜର ତଥା ସମାଜରେ ଅଶେଷ କ୍ଷତି କରିଥାଏ। କାରଣ ମଣିଷର ଆଉ ଗୋଟିଏ ଅହେତୁକ ତଥା ବିଚିତ୍ର ଭୟ ହେଉଛି ମୋର ମୃତ୍ୟୁ ପରେ କ'ଣ ହେବ। ଏହି ଭୟ ସୃଷ୍ଟି କରିଛି ଆଧ୍ୟାତ୍ମବାଦୀ ଅବଧାରଣା। ଏହି ଭୟକୁ ଅତିରଞ୍ଜିତ କରି ଧର୍ମଗୁରୁ, ସାଧୁ, ବାବାମାନେ ଭକ୍ତମାନଙ୍କୁ ଆତଙ୍କିତ କରିଦିଅନ୍ତି। ଆଧ୍ୟାତ୍ମିକ ଜଗତର କାଳ୍ପନିକ ଶବ୍ଦଗୁଡ଼ିକ ହେଉଛି ଆତ୍ମା, ପରମାତ୍ମା, ସ୍ୱର୍ଗ, ନର୍କ, ପାପ ପୁଣ୍ୟ, ଭାଗ୍ୟ, ପ୍ରାରବ୍ଧ, ପୁନର୍ଜନ୍ମ ଇତ୍ୟାଦି। ମୁନି ଋଷିମାନେ ସଂସ୍କୃତ ଭାଷାରେ ଲେଖିଥିବା ଧର୍ମଶାସ୍ତ୍ର ଓ ପୁରାଣ ଆଦିରେ ଏହି ସବୁ ଶବ୍ଦର ବିଶଦ ଭାବେ ବର୍ଣ୍ଣନା ରହିଛି। ସେହି ଗ୍ରନ୍ଥର ଶ୍ଲୋକଗୁଡ଼ିକ ସରଳ ଭାଷାରେ ବ୍ୟାଖ୍ୟା କରି ଧର୍ମଗୁରୁମାନେ ଖୁବ୍ ସହଜରେ ଭକ୍ତମାନଙ୍କୁ ପ୍ରଭାବିତ କରିଥାନ୍ତି। ଧର୍ମଗ୍ରନ୍ଥ ଅନୁସାରେ ଜପ, ତପ, ଉପାସନା, ଯଜ୍ଞ ଓ ପୂଜାବିଧି ପାଳନ ନ କଲେ କାଳେ ପାପ ହେବ। ପାପ ହେଲେ ବଞ୍ଚିଥିବା ବେଳେ ତ ବିଭିନ୍ନ ପ୍ରକାର ଅନିଷ୍ଟ ହେବ। ମୃତ୍ୟୁ ପରେ ବି ଆତ୍ମାର ମୋକ୍ଷ ପ୍ରାପ୍ତ ହେବ ନାହିଁ। ନରକ ଦଣ୍ଡ ଭୋଗ କରିବାକୁ ପଡ଼ିବ। ସବୁଠାରୁ ବଡ଼ କଥା ହେଲା ହିନ୍ଦୁ ଧର୍ମର ପୁନର୍ଜନ୍ମବାଦ ଅନୁସାରେ ପାପୀ ମଣିଷ ଆସନ୍ତା ଜନ୍ମର ଇତର ପ୍ରାଣୀ ହୋଇ ଜନ୍ମ ହେବ। ଅନ୍ୟ କୌଣସି ଧର୍ମରେ ପୁନର୍ଜନ୍ମବାଦ ସିନା ନାହିଁ, କିନ୍ତୁ ନର୍କଦଣ୍ଡର ଭୟ ରହିଛି। ଭକ୍ତମାନଙ୍କ ମନରେ ଦେବୀ ଦେବତାଙ୍କ ପ୍ରତି ଭକ୍ତିଭାବ ରହୁ କି ନ ରହୁ, ଅହେତୁକ ଭୟ ନିଶ୍ଚୟ ରହୁଛି। କାଳେ କିଛି ଅନିଷ୍ଟ ହୋଇଯିବ। ପୂଜା ଓ ପ୍ରାର୍ଥନା ନ କଲେ ପ୍ରତ୍ୟକ୍ଷ ଭାବେ କିଛି କ୍ଷତି ନହେଲେ ବି ପରୋକ୍ଷ ଭାବେ କିଛି କ୍ଷତି ହୋଇଯିବାର ଭୟ ରହୁଛି। ବୈଜ୍ଞାନିକ ଦୃଷ୍ଟିକୋଣର ନଥିବା ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ ସବୁଠାରୁ କମ୍ ହୋଇଯାଏ। ସେଥିପାଇଁ ଅଧିକାଂଶ ସମୟରେ ସେମାନେ କର୍ମରେ ସଫଳତା ହାସଲ କରିପାରନ୍ତି ନାହିଁ। ବିଫଳତାର ଅସଲ କାରଣ ନ ଖୋଜି ମୋର ପୂଜା ଓ ପ୍ରାର୍ଥନାରେ କିଛି ଦୋଷ ରହିଗଲା ବୋଲି ଭାବନ୍ତି କିମ୍ବା ମୋର ପୂର୍ବ ଜନ୍ମରେ କରିଥିବା ପାପ କର୍ମ ଫଳ ପାଉଛି ବୋଲି ମନକୁ ସାନ୍ତ୍ୱନା ଦିଅନ୍ତି। ଉପରୋକ୍ତ ଆଲୋଚନାର ସନ୍ଦେଶ ହେଉଛି ଜଣେ ବିଜ୍ଞାନ ମନସ୍କ ହେତୁବାଦୀ ବ୍ୟକ୍ତି ବୁଝିପାରେ କେଉଁ କେଉଁ ଭୟ ମନରେ ରଖିବା ଉଚିତ ଓ କେଉଁଟି ତ୍ୟାଗ କରିବା ଜରୁରୀ। ଲୋଭର ପରିଭାଷା କ'ଣ? ଲୋଭ ମଧ୍ୟ ପ୍ରତ୍ୟେକ ପ୍ରାଣୀର ଗୋଟିଏ ସହଜାତ ପ୍ରବୃତ୍ତି।
ଅନ୍ୟାନ୍ୟ ପ୍ରାଣୀଙ୍କ ଲୋଭ ହେଉଛି କେବଳ ନିଜର ଉଦର ପୂରଣ ପାଇଁ ଅଧିକରୁ ଅଧିକ ଖାଦ୍ୟ ସଂଗ୍ରହ କରିବା। ନିଜର ପେଟ ପୂରିଗଲେ ବାକି ଖାଦ୍ୟ ଯିଏ ଖାଉ ତାଙ୍କର ଆପତ୍ତି ନଥାଏ। ବହୁତ କମ୍ ପ୍ରାଣୀ ଅଛନ୍ତି ଯେଉଁମାନେ କିଛି ଦିନ ପାଇଁ ଖାଦ୍ୟକୁ ସଂଗ୍ରହ କରି ସଞ୍ଚୟ କରି ରଖିପାରନ୍ତି। ଏହାର ବିପରୀତ ମଣିଷର ଲୋଭ ଅସୀମିତ। ସେ କେବଳ ଖାଦ୍ୟ ନୁହେଁ, ଆହୁରି ଅନେକ ବ୍ୟବହାର ଯୋଗ୍ୟ ପଦାର୍ଥ ସଂଗ୍ରହ କରି ସାଇତି ରଖିବାକୁ ଅହରହ ସଂଘର୍ଷ କରିଥାଏ। ସମୟାନୁକ୍ରମେ ଯେତେବେଳେ ମୁଦ୍ରାର ପ୍ରଚଳନ ହେଲା, ସେ ଅଧିକରୁ ଅଧିକ ମୁଦ୍ରା ସଂଗ୍ରହ କରିବାକୁ ଚାହିଁଲା। କାରଣ ମୁଦ୍ରା ବିନିମୟରେ ଅନ୍ୟାନ୍ୟ ସାଧନ କିଣିବା ସହଜ ମଧ୍ୟ ହୋଇଗଲା। ଏହି ଧନ ସଂଗ୍ରହ ପ୍ରବୃତ୍ତି ଯୋଗୁଁ ପରସ୍ପର ଭିତରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ଚାଲିଲା। ଏହି କୁପ୍ରବୃତ୍ତି ଯୋଗୁଁ ମନରେ ଈର୍ଷା, ଦ୍ୱେଷ, ଅହଙ୍କାର, ହିଂସା ବି ବୃଦ୍ଧି ପାଇଲା। ମଣିଷ ସମାଜରେ ଆଉ ଶାନ୍ତି ଶୃଙ୍ଖଳା ମଧ୍ୟ ରହିଲା ନାହିଁ। ଯାହାର ଯେତେ ଶାରୀରିକ ଶକ୍ତି ଅଧିକ, ସେ ସେତିକି ଅଧିକ ଧନ ସଂଗ୍ରହ କରିପାରିଲା। ବଳଶାଳୀ ରାଜା ମହାରାଜାମାନେ ପ୍ରଜାଙ୍କ ଧନକୁ ବଳପୂର୍ବକ ଲୁଟି ନେଇ ଅଧିକ ଧନୀ ହୋଇଗଲେ। ସାଧାରଣ ଜନତା ଦିନ ରାତି କଠିନ ପରିଶ୍ରମ କରି ମଧ୍ୟ ଗରିବ ହିଁ ଗରିବ ହୋଇକି ରହିଗଲେ। ଧୀରେ ଧୀରେ ଯୁଗ ବଦଳିଲା। ରାଜା ମହାରାଜାଙ୍କ ଶାସନର ଅବସାନ ମଧ୍ୟ ହେଲା। କାରଣ ବିଭିନ୍ନ ଦେଶର ଜନତା ସଚେତନ ହୋଇ ପ୍ରତିବାଦର ସ୍ୱର ଉତ୍ତୋଳନ ମଧ୍ୟ କଲେ। ଅନେକ ଦେଶରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହେଲା। ରାଜା ବଦଳରେ ନିର୍ବାଚିତ ନେତାମାନେ ଶାସକ ହେଲେ। ନେତାମାନେ ଜନତାଙ୍କର ସେବକ ବୋଲି କୁହାଯାଉଥିଲେ ମଧ୍ୟ ସେମାନେ ରାଜା ମହାରାଜାଙ୍କ ଠାରୁ ନିଜକୁ କମ୍ ବୋଲି ଭାବୁନାହାନ୍ତି। ସେମାନଙ୍କୁ ସମସ୍ତ ପ୍ରକାର ସୁଖ ସାଧନ ଦରକାର। ମାସିକ ଦରମା ଓ ଭତ୍ତା, ଘର, ଗାଡ଼ି, ଫ୍ରିଜ୍, ଟେଲିଫୋନ, ଫ୍ରି ବିଜୁଳି ଆଦି ମିଳିବା ସତ୍ତ୍ୱେ ତାଙ୍କର ଅଭାବ ମେଣ୍ଟୁନାହିଁ। ସେମାନଙ୍କ ଭିତରେ ବି ଧନ ଲୋଭର ପ୍ରବଳ ଲାଳସା ରହିଲା। ଧନ ରୋଜଗାର ପାଇଁ ପରିଶ୍ରମର ପରିଭାଷା ବଦଳିଗଲା। ଶାରୀରିକ ପରିଶ୍ରମ ଅପେକ୍ଷା ମାନସିକ ପରିଶ୍ରମ କରି, ଅର୍ଥାତ୍ ଅନ୍ୟକୁ ଠକି କିମ୍ବା ଧୋକା ଦେଇ କିମ୍ବା ଶୋଷଣ କରି କିମ୍ବା ଲୁଣ୍ଠନ କରି ଯିଏ ଯେତେ ପାରିଲା ଅନ୍ୟାୟ ଉପାୟରେ ଧନ ସଂଗ୍ରହ କରିବାକୁ ଚେଷ୍ଟା କଲା। ନୈତିକ ଆଧାରରେ ରୋଜଗାର କରୁଥିବା ଧଳା ଧନ ଅପେକ୍ଷା ଅନୈତିକ ଉପାୟରେ ରୋଜଗାର କରୁଥିବା କଳାଧନର ପରିମାଣ ଦିନକୁ ଦିନ ବୃଦ୍ଧି ପାଇଲା। ଅନୈତିକ ଉପାୟରେ ଧନ ସଂଗ୍ରହ କରିବା ପାଇଁ ଆଧ୍ୟାତ୍ମବାଦ ବହୁତ ସାହାଯ୍ୟ କଲା। ପ୍ରଥମେ ସ୍ୱୟଂଭୂ ସାଧୁ, ସନ୍ନ୍ୟାସୀ, ବାବା ଓ ଧର୍ମଗୁରୁମାନେ ସରଳ ବିଶ୍ୱାସୀ ଲୋକମାନଙ୍କୁ ଭ୍ରମିତ କରି ମାୟାରେ ଧନ ତ୍ୟାଗ କରିବାକୁ ବୁଝେଇ ଦେଲେ। ସେମାନେ ଦାନ ଦକ୍ଷିଣା ନେଇ ନିଜର ସୁରମ୍ୟ ଆଶ୍ରମ, ମନ୍ଦିର ଆଦି ନିର୍ମାଣ କରି କୋଟି କୋଟି ଟଙ୍କାର ମାଲିକ ମଧ୍ୟ ହୋଇଗଲେ। ଏହାର ମୁଖ୍ୟ କାରଣ ହେଲା ପ୍ରତ୍ୟେକ ଦେଶରେ ଆଧ୍ୟାତ୍ମବାଦ ଲୋକମାନଙ୍କ ମନକୁ ଗଭୀର ଭାବେ ପ୍ରଭାବିତ କରି ରଖିଛି। ଜୀବନର ସମସ୍ତ ସମସ୍ୟାର ସମାଧାନ ଆଧ୍ୟାତ୍ମିକ ମାର୍ଗରେ ହିଁ ହୋଇପାରିବ ବୋଲି ଆସ୍ଥା ଓ ବିଶ୍ୱାସ ଦୃଢ଼ ହୋଇ ରହିଛି। ଜ୍ଞାନ ବିଜ୍ଞାନ ଯେତେ ପ୍ରଗତି କଲେ ମଧ୍ୟ ଅଧିକାଂଶ ଲୋକଙ୍କ ମନରୁ ଭିତ୍ତିହୀନ ବିଶ୍ୱାସ ଏବଂ ଅହେତୁକ ଭୟ ଦୂର ହୋଇପାରି ନାହିଁ। ଏପରିକି ବହୁ ଉଚ୍ଚ ଶିକ୍ଷିତ ବୈଜ୍ଞାନିକମାନେ ମଧ୍ୟ ଆଧ୍ୟାତ୍ମିକ ବିଚାରଧାରାକୁ ତ୍ୟାଗ କରିପାରି ନାହାନ୍ତି। କାରଣ ସେମାନଙ୍କ ମନରେ ବୈଜ୍ଞାନିକ ଦୃଷ୍ଟିକୋଣର ବିକାଶ ହୋଇପାରି ନାହିଁ। ଏହାଦ୍ୱାରା ସାଧାରଣ ଲୋକଙ୍କର ଅନ୍ଧବିଶ୍ୱାସକୁ ପ୍ରେରଣା ମଧ୍ୟ ମିଳୁଛି। ତାପରେ ନେତାମାନେ ସାଧୁ, ସନ୍ନ୍ୟାସୀ, ବାବା ଓ ଧର୍ମଗୁରୁଙ୍କର ନକଲି ଚେଲା ସାଜି ତାଙ୍କର ଅନ୍ଧଭକ୍ତମାନଙ୍କୁ ନିଜର ଭୋଟ ବ୍ୟାଙ୍କରେ ପରିଣତ କରିଦେଉଛନ୍ତି। ଦେଶର ଶାସନ ଗାଦିରେ ବସି ବିଭିନ୍ନ ପ୍ରକାର ଭ୍ରଷ୍ଟାଚାର କରି ଅଜସ୍ର ଧନ ସଂଗ୍ରହ କରୁଛନ୍ତି। ବର୍ତ୍ତମାନ ଆମ ଦେଶରେ ଏହି ଦୁଇଟି ଶ୍ରେଣୀ ହିଁ ଧନବାନ। ମଠ ଓ ମନ୍ଦିରର ଗଚ୍ଛିତ ଧନ ଜନତାଙ୍କ କାମରେ ଲାଗିପାରୁନି ଏବଂ ନେତାଙ୍କର କଳାଧନର ହିସାବ ମିଳୁନି କିମ୍ବା କେଉଁଠି ଅଛି ତାର ଠାବ ମଧ୍ୟ ମିଳୁନି। ବାକି ଅନ୍ଧବିଶ୍ୱାସୀ ଜନତା ଧନ ଅଭାବରେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ପାଇଁ ରାଜରାସ୍ତାରେ ଠିଆ ହୋଇ ତ୍ରାହି ତ୍ରାହି ବୋଲି ଚିତ୍କାର କରୁଛନ୍ତି। ଧର୍ମଗୁରୁମାନେ ଅନ୍ଧଭକ୍ତଙ୍କୁ ଆଶ୍ୱାସନା ଦେଇ କୁହନ୍ତି, ତୁମେ ସବୁ ବ୍ୟସ୍ତ ହେଲେ କ'ଣ ହେବ? ମଣିଷ ନିଜର ପ୍ରାରବ୍ଧର ଫଳ ଭୋଗ କରିବାକୁ ବାଧ୍ୟ। ସେଥିପାଇଁ ଜଗତର ଆଦିମ କାଳରୁ ଧନୀ ଓ ଗରିବ ରହିଛନ୍ତି।
ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ। କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ସେୟାର ମଧ୍ୟ କରନ୍ତୁ। ନୂଆ ଭିଡ଼ିଓ ଦେଖିବା ପାଇଁ ଟ୍ରୁଥ୍ ଅଫ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ପରବର୍ତ୍ତୀ ନୂଆ ଭିଡ଼ିଓକୁ ଦେଖିବା ପାଇଁ ଅପେକ୍ଷା କରନ୍ତୁ। ଦେଖାହେବ ପୁଣି ଆଉ ଏକ ଶିକ୍ଷଣୀୟ ଭିଡ଼ିଓରେ। ନମସ୍କାର।